ସୁଦଶା ବ୍ରତରେ 10ର ମହତ୍ତ୍ୱ ଏତେ ଅଧିକ ଯେ ଯାହା ବି ମାଆଙ୍କୁ ଅର୍ପଣ କରାଯାଏ ସବୁ 10 ଥାଏ। ତ ଆପଣ ଦେଖନ୍ତୁ 10ଟି ଗୁଆରେ ମା ପୂଜା କରାଯାଏ। ତ ବ୍ରତରେ ବି 10ଟି ଗଣ୍ଠି ପଡ଼ିଥାଏ। ତ ପୂଜା ଶେଷ ହେବା ପରେ ଆମେ ସେ ଗୁଆକୁ କ'ଣ କରିବା? ଆମେ ସେ ଗୁଆକୁ ବିସର୍ଜନ କରିଦେବା ନା ଆମ ପାଖରେ ରଖିବା? ଦେଖନ୍ତୁ ସୁଦଶା ବ୍ରତ ଏମିତି ଗୋଟେ ବ୍ରତ, ସେଥିରେ ବ୍ୟବହାର ହେଉଥିବା ବ୍ରତ କି ଗୁଆ ବିଲକୁଲ ବି ବିସର୍ଜନ ବା ଉଯାପନା କରାଯାଏ ନାହିଁ। ତାକୁ ପାଖରେ ହିଁ ରଖାଯାଏ। ବ୍ରତଟିଏ ହାତର ଡାହାଣ ହାତର ବାହୁବନ୍ଧରେ ପିନ୍ଧାଯାଏ। ଗୁଆକୁ 10ଟି ଗୁଆ ଯେଉଁ ପୂଜା କରାଯାଏ 10ଟି ଗୁଆକୁ ଆପଣ କ'ଣ କରିବେ? ସୁରକ୍ଷିତ ସ୍ଥାନରେ ଆପଣଙ୍କ ସେଇ ପୂଜା ଘରେ ଗୋଟେ ଖଟୁଲି ଭିତରେ ହେଲା କି ଗୋଟେ କାଠର ବକ୍ସ ଭିତରେ କି ଆପଣଙ୍କର ଗୋଟେ ସିଲଭର ବକ୍ସ ଭିତରେ ଆପଣଙ୍କ ହିସାବରେ ଯେକୌଣସି ଏକ ବକ୍ସ ହେଲା କି ସିନ୍ଦୁକ ଭିତରେ ଆପଣ ସେ ପୂଜା ଶେଷ ହେବା ପରେ ଆପଣ ସେ ଗୁଆକୁ ମାନେ ରଖିବେ। ସେମିତି ଜୀବନ ସାରା ରଖିବେ, ବିଲକୁଲ ବି ବିସର୍ଜନ କରିବେ ନାହିଁ।